28 ରାତିରେ ପହଞ୍ଚିବା ଯେଉଁ କାର୍ଯ୍ୟକ୍ରମ ଟେଣ୍ଟେଟିଭ୍ ଆସିଛି ଚୂଡ଼ାନ୍ତ କାର୍ଯ୍ୟକ୍ରମ ଆସିଲେ ଜଣାଯିବ। ଟେଣ୍ଟେଟିଭ୍ କାର୍ଯ୍ୟକ୍ରମରେ 28 ରାତିରେ ସେ ପହଞ୍ଚୁଛନ୍ତି ଏବଂ 29ରେ ତାଙ୍କର 3ଟି କାର୍ଯ୍ୟକ୍ରମ ହେବାର ସମ୍ଭାବନା ଅଛି। ସେ କାର୍ଯ୍ୟକ୍ରମ 3ଟି ଗୋଟିଏ ଦିନ ଭିତରେ ଗୋଟିଏ ଦିନ ରହିବେ ଏବଂ ତାଙ୍କ ଚୂଡ଼ାନ୍ତ କାର୍ଯ୍ୟକ୍ରମ ଆସିଯିବ ସେତେବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଡିଟେଲ୍ ଦିଆଯିବ। 3ଟି ଟେଣ୍ଟେଟିଭ୍ କାର୍ଯ୍ୟକ୍ରମ ଆସିଛି, ଚୂଡ଼ାନ୍ତ କାର୍ଯ୍ୟକ୍ରମ ଆସିଲେ କୁହାଯିବ। ସେମିତି କିଛି ପ୍ରୋଗ୍ରାମ କହିଲେ ଚୂଡ଼ାନ୍ତ ପ୍ରୋଗ୍ରାମ ଆସିଲେ ଜଣେଇ ଦିଆଯିବ। ଯାହା ଯାହା ଅଛି ତାଙ୍କର ସେ ନିର୍ଦ୍ଦିଷ୍ଟ ଅଭିଯୋଗ ତାଙ୍କର କୁହନ୍ତୁ। ତାଙ୍କ 6 ମାସ ପରେ ଯଦି ସେ କିଛି ଭାବୁଛନ୍ତି କିଛି ନିର୍ବାଚନରେ କିଛି ତାଳମେଳ ଖାଉନି ସେ କଥା ନିର୍ବାଚନ କମିଶନକୁ ସେ କହିପାରିବେ। ତା ନିର୍ଦ୍ଦିଷ୍ଟ ଜାଗାରେ ତାଙ୍କ ଅଭିଯୋଗ କରିପାରିବେ। ଇଭିଏମ୍ ବିଷୟରେ ତାଙ୍କ ନିର୍ଦ୍ଦିଷ୍ଟ ଇଭିଏମ୍ ବିଷୟରେ ତାଙ୍କ ମତାମତ ସେ ରଖନ୍ତୁ। ଯୋଉଟା ସେ ଚାହୁଁଛନ୍ତି ସେ ବିଷୟଟାକୁ ଉପସ୍ଥାପନ କରନ୍ତୁ। ଇଭିଏମ୍ ବିଷୟରେ ଗୋଟେ ରାଜନୈତିକ ଦଳ ତାର ମତକୁ ସେ ରଖିପାରିବ, ନିର୍ବାଚନ କମିଶନ ପାଖରେ ରଖିପାରିବ। ନିର୍ବାଚନ କମିଶନ ତା ବିଷୟରେ ନୀତିଗତ ଭାବେ ନିଷ୍ପତ୍ତି ନେବେ। ତାଙ୍କୁ ପଚାରିବେ, ସେ କାହିଁକି କହିଛନ୍ତି ତାଙ୍କୁ ପଚାରିଲେ କହିବେ। ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ଇଭିଏମ୍ ବାହାନାରେ ସେ ତାଙ୍କୁ ପଚାରିଲେ ଜଣାପଡ଼ିବ। ପରାଜୟକୁ ସ୍ୱୀକାର କରୁନାହାନ୍ତି। ଆପଣ ତାଙ୍କ ପାଖକୁ ଯାଆନ୍ତୁ, ତାଙ୍କଠୁ ବକ୍ତବ୍ୟ ନିଅନ୍ତୁ। ସେ କ'ଣ ପାଇଁ କାହିଁକି କହୁଛନ୍ତି, ତାଙ୍କ ଉଦ୍ଦେଶ୍ୟ କ'ଣ ଅଛି, ଏଇଟା ତାଙ୍କ ମନ କଥାଟା ତ ଠିକ୍ ଅଛି, ସେଟା ପଚାରି ବୁଝନ୍ତୁ ସେ କହିଛନ୍ତି ତାଙ୍କୁ ପଚାରିବେ ନା। ଠିକ୍ ଅଛି, ସେ ବିଷୟରେ ଆମେ କାହିଁକି କିଛି ମତାମତ ରଖିବା ଠିକ୍ ହବ। କହିଛନ୍ତି ବ୍ୟକ୍ତିଗତ ଭାବରେ ତାଙ୍କ ବ୍ୟକ୍ତିଗତ ମତ ସେଟା କହିଛନ୍ତି। ଠିକ୍ ଅଛି, ସେଟା ମିଳିବା ନ ମିଳିବାଟା ତ ଆମେ ଯୋଉ ବାବଦରେ କିଛି ନିର୍ଦ୍ଦିଷ୍ଟ ମତ ରଖିବା ଉଚିତ ନୁହେଁ, ସେଥିରେ ମତ ରଖିବାର କିଛି ଆବଶ୍ୟକତା ନାହିଁ।